ପାଇଁ ମୋ ମା ମରିଛି। ଖାଲି କଣ ତୋ ପାଇଁ ତୋ ମା ମରିଛି? ତୋରି ଗ୍ରହ ପାଇଁ ପରା ମୋ ସାନ ମନେ ରାହୁଲ ବାମନ ଘାଟି ଜଙ୍ଗଲରେ କୁଆଡ଼େ ନିଖୋଜ ହେଇଗଲା। ମା ଦିନ ରାତି ପରିଶ୍ରମ କରି ତାକୁ ଖୋଜି ଖୋଜି ଆଣି ବାମନ ଘାଟି ଜଙ୍ଗଲରୁ ପାଇକିରି ଭିଡ଼ି ହାତେ ଟେକିଦେଲି। ତା ନହେଲେ ଏ ଘରେ ସଞ୍ଜ ଦେବାକୁ କେହି ନଥାଏ। ଓହୋ ମଉସା ଏବେ କଣ କରୁଛ ପଦପଦେ କିଛି ବୁଝିପାରୁନି। ମା ତୁ କିଛି ବୁଝିପାରିବୁନି, ମୋ ମୂଳରୁ କହୁଛୁ ତୁ ଶୁଣୁ। ୟା ମା ମାନେ ମୋ ବଡ଼ ଭଉଣୀ, ମୋ ବଡ଼ ଭଉଣୀ ପେଟରେ ଯେତେବେଳେ ସନ୍ତାନ ହେଲା ଜ୍ୟୋତିଷ ଡାକ୍ତର ଦେଖି କହିଲେ ଏ ପିଲାକୁ ଯୋଉ 10 ବର୍ଷ ପୁରିବ ଏ ଶରୀରକୁ କାଳ ଗ୍ରାସ କରିବ, ତେଣୁ ଏ ପିଲାଟାକୁ ନଷ୍ଟ କରିଦିଅ। ମୋ ଭିଡ଼େ ପୋଲିସ ଲୋକ, ପାଠପଢ଼ା ଲୋକ, ଜ୍ୟୋତିଷ ଡାକ୍ତର ଏଗୁଡ଼ା କଣ ସେ ଜାଣନ୍ତୁ। ଇଏ ମା ତତେ ମିଛ ମତେ ସତ। ତାକୁ ଯୋଉ 10 ବର୍ଷ ପୁରିଲା ବାମନ ଘାଟି ଜଙ୍ଗଲରେ କାରରେ ଇଏ ମୋ ଭଲରା ଭଲରା ମୋ ଭିଣେଇ ଭଉଣୀ ତାଙ୍କ ଏଇ କାରରେ ଆସୁଥିଲେ। ଇରେ ମା ଏମିତି ଖଣ୍ଡେରେ ଆକ୍ସିଡେଣ୍ଟ ହେଲା। ମୋ ବଡ଼ ଭଉଣୀଟା ସ୍ପଟ ଉପରେ ସଫା। ଆଉ ମୋ ଭିଣେଇ ରକ୍ତାକ୍ତ ସାନ ମତେ ନାଉଲୁ କାଗଜ ଛିଟିକି ଯାଇ ବାମନ ଘାଟି ଜଙ୍ଗଲରେ ନିଖୋଜ ହେଇଗଲା। ଆରେ ମା ତୋ ଡାକି ମେଡ଼ିକାଲରେ 6 ମାସ ଟ୍ରିଟମେଣ୍ଟ ହେଲା ପରେ ଘରକୁ ଫେରିଲା। ଆଚ୍ଛା ମୋ ସମସ୍ତେ ଗୋଟେ କଥା କହିଲେ, ଘାଟ ଉପରେ ଯଦି ଏତେ ବଡ଼ ଆକ୍ସିଡେଣ୍ଟ ହେଇଗଲା ସେଇ ଆଡ଼େ ତ ଅଂଶୁ ଭାବୁଥିଲେ ତାଙ୍କର କିଛି ଘଟିଲାନି କେମିତି? ମା ୟାରି ଗ୍ରହ ପାଇଁ ଏ ଘଟଣା ସବୁ ଘଟିଲା। ମାନେ ୟାର ଏତିକି ହେଲା ଏ ଗାଡ଼ିରୁ ଛିଟିକି ଯାଇ ୟା ମୁହଁ ଗୋଟା ବଡ଼ ପଥରରେ ମାଡ଼ ହେଇଗଲା। କାଲିରୁ ପୁଳାଏ ମାଉଁସ, ମୁଣ୍ଡରୁ ପୁଳାଏ ଚମଡ଼ା ଉତୁରିଗଲା। ତାମାନେ ମଉସା ସେଇଥିପାଇଁ ସେ ମୁହଁ ଘୋଡ଼େଇ ରଖିଛନ୍ତି। ମୁହଁ ଘୋଡ଼େଇ ବୋଲି କେମିତି? ଯଦି ଗାମୁଛା ଖୋଲିଦେବ ଯେ କେହି ଲୋକ ଭୂତ ବୋଲି ଆହୁରି କାହିଁ ଦୌଡ଼ିକିରି ପଳେଇବ। ମୁଁ ବୁଝିପାରୁନି ମାମୁଁ, କାହିଁକି କଣ ପାଇଁ ଭଗବାନ ମୋ ପ୍ରତି ଏମିତି ନିର୍ଦ୍ଦୟ ହେଲେ ମୁଁ କିଛି ଜାଣିପାରୁନି। ନାଇଁ ତୁ ଛୋଟିଆ ଛୁଆଟା ପପୁ ଟାଣୁଛୁ ଆଉ କିଛି ଜାଣିପାରୁନୁ। ଇଏ ଉପାସନା ତୋତେ ହିନ୍ଦୁ ଆଖିରେ ଦେଖେ। ଭାଇଟା ଚାକର କରି ଏଠିକି ପଠେଇଦେଲା। କଣ ମହାଭାରତ ଅସୁଧି ହେଇଗଲା। ଚୁପ କର ମଉସା, ମୁଁ କହୁଛି ତମେ ଏକଦମ ଚୁପ କର। ତାପରେ ଜଣଙ୍କର ମୋ ଅସୁନ୍ଦର ହେଇଗଲା ବୋଲି ଘରର ନିଜ ମଣିଷକୁ କଣ ଏମିତି ଘୃଣା କରିବା ଠିକ? ତମେ କହିଲେ ମତେ ଇରେ ମା ତୁ ଯଦି ଦେଖିବୁ ଭୂତ ବୋଲି କହି ହାଉଳି ଖାଇ ଦୌଡ଼ିକିରି ପଳେଇବୁ, ତାହେଲେ ତୁ କହିଲୁ ଏଟାକୁ 40-45 ବର୍ଷ ହେଲାଣି ଏ ହାତକୁ ଦିଆ ତ ହଉନି କାହିଁକି? ଝିଅ ମିଳୁନାହାନ୍ତି କଣ ଜାଣିପାରୁନା? ଯୋଉ ଝିଅ ଦେଖିଲା ଏ ଭୂତ ଆଇଲା କହି ଦୌଡ଼ିକିରି ପଳେଇଲା, ଏଟାକୁ କିଏ ବାହାବ? ଇରେ ମା ତୁ ୟା ମୁହଁ ଦେଖିବୁ, ଇଏ 2.5 କେଜିଆ ଟଙ୍କ ସାପ ଜାଣିଛୁ? ଏରା ଚାରିରେ ବନ ମାରି ତ ବୟରେ ଲଲା ଧରି ଧରି ଆରେ କଂସର ଘରଣୀ ପଦ୍ମାବତୀ ରାଣୀ ସେ କରିଥିଲା ଧନ କରିବ ଭାଲା 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 ଦେଖା 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 ତୋ ବେଙ୍ଗକ୍ଷା ରାଣୀ ଦେଖା। କଥା ଟିକେ ଶୁଣ। काम दिल्ली की बम्बे जगह किणी घर कर रहा मत आउ 20 लाख दब भाई मो पचाची राहुल कहा पुआ यारी पुआ बामन घाटी जंगल बाइक आनी भेड़ी जाके टेकी नहीं मिछ कही एते वर्ष होला जदी तो एते कथा जानी थिलो तार आज ए कथा कहिबा पूर्वरु तो मते विष टिके देई पारि दलानी कहि के कोन कहलो विष मार देबी वो बड़ भौणी एक्सीडेंट रे मरि गेला पर बापा को लुचै तते नै भिड़ै की बागर करछि काई कहलो तो सुख देखी हो ए रत्ना ये सब कथा मो भिड़ी आगे कही तो संसार भांगी देबे लो तो दियो तुझ मु केते कहि भाई याको जीवने भलो पाई बाप घरे पाप करिथिली बोली याको बाहा बापाई मो जी धरिथिली एले मो अपर संसार भांगी जीव कहि तो मते बाध्य करी बयस सहित बाहागर करई देला
କାଳେ ମୋ ପିଲାଟା ଅନାଥ ହେଇଯିବ ଭାବି ଅପାର ପୁଅ ବୋଲି କହି ତମେ ମୋ କୋଳକୁ ଟେକିଦେଲ। ଯଦି ସବୁବେଳେ ମୋ ମଙ୍ଗଳ ଚିନ୍ତା କରୁଥିଲ ଆଜି କୋଉ ଅମଙ୍ଗଳ କଥା ଚିନ୍ତା କରି ଅମଣିଷଟା ପାଖରେ ତମେ ସବୁ ସତ କଥା କହିଦେଲ। ତୁ ରହ